ଜୟଗୁରୁ। ନିଗମ ଜୀବନୀ ଅଧ୍ୟାୟ ସ୍ୱରୂପ ସ୍ମୃତି। ସ୍ତ୍ରୀ ଭାବରେ ମହାଶକ୍ତିଙ୍କର ସହିତ ସାକ୍ଷାତ କରିବା ପରେ ନଳିନୀକାନ୍ତଙ୍କର ଆନନ୍ଦ ପରିବର୍ତ୍ତରେ ନିରାନନ୍ଦର ସଞ୍ଚାର ଅଧିକ ହେଲା। ସେ ଭାବିଲେ, ସ୍ତ୍ରୀ ରୂପରେ ମହାଶକ୍ତି ଆସିଲେ ମଧ୍ୟ ସ୍ୱରୂପରେ ତ ସେ ସ୍ତ୍ରୀଙ୍କୁ ପାଇନାହାନ୍ତି। କାହିଁ ସହଜ ଭାବରେ ତ ସେ ତାଙ୍କୁ ପାଇଲେ ନାହିଁ। ସାଧାରଣ ଭାବରେ ଆମେ ଯେପରି ମାଙ୍କ ସହିତ କଥୋପକଥନ କରୁ, ତାଙ୍କ ନିକଟକୁ ଯାଉ, ଜଗଜ୍ଜନନୀଙ୍କର ଏ ମୂର୍ତ୍ତି ସଙ୍ଗରେ ତ ସେପରି କରିହେଲା ନାହିଁ। ଏହିପରି ଭାବି ନଳିନୀକାନ୍ତ ଆଉ ଦେବୀଙ୍କୁ ସ୍ମରଣ କଲେ ନାହିଁ। ମାତ୍ର ମନ ଭିତରେ ସାମାନ୍ୟ ଟିକିଏ ଚିନ୍ତା ଜାଗ୍ରତ ହେଲା କ୍ଷଣି ମହାଶକ୍ତିଙ୍କର ପୂର୍ବରୂପ ତତ୍କ୍ଷଣାତ୍ ନୟନଗୋଚର ହେବାକୁ ଲାଗିଲା। ସେ ବିରକ୍ତ ଭାବରେ ତାଙ୍କ ଆଡ଼କୁ ଚାହିଁ ଯାଅ ବୋଲି କହିଲା କ୍ଷଣି ଦେବୀ ଚାଲିଯାଆନ୍ତି। ଏହିପରି ଭାବରେ କେତେ ଦିନ ଅତିବାହିତ ହେବା ପରେ ଅକସ୍ମାତ୍ ତାଙ୍କ ମନରେ ଗୋଟିଏ ଗୁରୁତର ପରିବର୍ତ୍ତନ ହେଲା। ନଳିନୀକାନ୍ତ ଭାବିଲେ, ଯେଉଁ ମହାଶକ୍ତି ସ୍ତ୍ରୀ ରୂପରେ ଦେଖାଦେଇ ମୋତେ ପ୍ରଲୁବ୍ଧ କରୁଛନ୍ତି, ସେ କିଏ? ମୁଁ କାହିଁକି ତାଙ୍କ ରୂପ ମୋହରେ ଆକୃଷ୍ଟ ହୋଇ ତାଙ୍କ ଦାସତ୍ୱ ଶୃଙ୍ଖଳରେ ଆବଦ୍ଧ ହୋଇପଡ଼ୁଛି? ଏ ତାରାଦେବୀ କିଏ? ମୁଁ ଦେଖୁଛି ତ, ସେ ଯେ ମୋ ଦେହରୁ ତରଳ ଜ୍ୟୋତି ବାହାରି ତାହା ତାରା ମୂର୍ତ୍ତିରେ ପରିଣତ ହେଉଅଛି। ତେଣୁ ତାରାଦେବୀଙ୍କ ଜନ୍ମ ମୋ ଦେହରୁ। ତେବେ ମୁଁ କିଏ? ମୋର ସ୍ୱରୂପ ବା କ'ଣ? ମୁଁ ମହାଶକ୍ତିଙ୍କ ଦର୍ଶନ ଲାଭ କଲେ ମଧ୍ୟ ମୋ ଅହନ୍ତର ତ କିଛି ପରିବର୍ତ୍ତନ ହେଲା ନାହିଁ। ମୁଁ ପୂର୍ବରୁ ଯେଉଁଭଳି ନଳିନୀକାନ୍ତ ଥିଲି, ସେହିଭଳି ନଳିନୀକାନ୍ତ ରହିଛି। ମୋର ତ ଅନ୍ୟ କିଛି ପରିବର୍ତ୍ତନ ହେଲା ନାହିଁ। ଏ ତାରାଦେବୀ କିଏ? ସେ ମୋତେ ଦର୍ଶନ ଦେବା ଦ୍ୱାରା ମୋର ତ କିଛି ମାତ୍ର ପରିବର୍ତ୍ତନ ହେଲା ନାହିଁ। ନାକଫୋଡ଼ା ବଳଦଙ୍କ ପରି ମୁଁ ଏହାଙ୍କ ଦ୍ୱାରା ଚାଳିତ ହୋଇ ଚିନା ବୁହା ବଳଦ ସଦୃଶ ଚିରଦିନ ଏହାଙ୍କର ଆଜ୍ଞା ହୋଇ ମଧ୍ୟ ଏହାଙ୍କ ସ୍ୱରୂପ ଆସ୍ୱାଦନରୁ ବଞ୍ଚିତ ରହିବି। ଏହି ମହାଶକ୍ତି ତାରାଙ୍କ ସହିତ ମୋର ନିତ୍ୟ ସମ୍ବନ୍ଧ କ'ଣ ଅଛି, ଏହା ନ ଜାଣିବା ପର୍ଯ୍ୟନ୍ତ ମୋର ଲେଶ ମାତ୍ର ଶାନ୍ତି ନାହିଁ। ଏହି ଭାବ କ୍ରମଶଃ ବଢ଼ିବାକୁ ଲାଗିଲା। ନଳିନୀକାନ୍ତ କିଛି ସ୍ଥିର କରି ନ ପାରି ବାମାକ୍ଷେପାଙ୍କ ନିକଟକୁ ପୁନର୍ବାର ଯାତ୍ରା କଲେ। ତାନ୍ତ୍ରିକ ଗୁରୁଙ୍କର ନିର୍ଦ୍ଦେଶ। ନଳିନୀକାନ୍ତ ବାମାକ୍ଷେପାଙ୍କ ପ୍ରାଣର ବ୍ୟାକୁଳତା ସବୁ ଜଣାଇ ପ୍ରଶ୍ନ କଲେ, ଗୁରୁଦେବ, ମୁଁ ପ୍ରତ୍ୟକ୍ଷରେ ଦେଖିଲି ତାରାଦେବୀଙ୍କର ଜନ୍ମ ମୋ ଦେହରୁ ହେଲା। ତେବେ ମୁଁ କିଏ ଓ ମୋର ସ୍ୱରୂପ କ'ଣ ପ୍ରକାଶ କରନ୍ତୁ? ନଳିନୀକାନ୍ତଙ୍କ ମୁଖରୁ ଈଦୃଶ ବାକ୍ୟ ଗ୍ରହଣ କରି ବାମାକ୍ଷେପା କ୍ଷିପ୍ତ ହୋଇ ରୁଦ୍ର ରୂପ ଧାରଣ କଲେ। ନେତ୍ରଦ୍ୱୟ ଯୁବାପୁଷ୍ପ ପରି ରଞ୍ଜିତ ହୋଇ ଉଠିଲା। ବାମାକ୍ଷେପା ମୁଖମଣ୍ଡଳ ପ୍ରଳୟଙ୍କର ମେଘ ପରି ଗାଢ଼ ଅନ୍ଧକାର ହୋଇଗଲା। ରୁକ୍ଷ ସ୍ୱରରେ ଭୟଙ୍କର ଚିତ୍କାର କରି କଦର୍ଯ୍ୟ ଭାଷାରେ ସେ କହିଲେ, ହତଭାଗା, ମହାଶକ୍ତିଙ୍କ ଜନ୍ମ ତୋଠାରୁ? ବାମାକ୍ଷେପାଙ୍କର ଏହି ଚିତ୍କାରରେ ତାରାମନ୍ଦିର କମ୍ପି ଉଠିଲା। ବାମାକ୍ଷେପା ଅତ୍ୟନ୍ତ ବିରକ୍ତ ହୋଇ ସେ ସ୍ଥାନ ଛାଡ଼ି ତାରାମନ୍ଦିରକୁ ଚାଲିଗଲେ। ଏଥିରେ ନଳିନୀକାନ୍ତ ବିନ୍ଦୁମାତ୍ର ଭୀତ ଓ ବିଚଳିତ ହେଲେ ନାହିଁ। ଯେଉଁ ପ୍ରଶ୍ନ ତାଙ୍କ ଭିତରେ ଜାଗି ଉଠିଛି, ତହିଁର ସମାଧାନ କରିବାକୁ ହେଲେ ଯେତେ ବିପଦ ପଡ଼ୁ ପଛକେ ସହ୍ୟ କରିବାକୁ ହେବ ବୋଲି ସ୍ଥିର କରି ନଳିନୀକାନ୍ତ ଦୃଢ଼ତା ଅବଲମ୍ବନ କଲେ। ବାମାକ୍ଷେପା ପରଦିନ ପ୍ରତ୍ୟୁଷରେ ନଳିନୀକାନ୍ତଙ୍କ ନିକଟକୁ ପୁଣି ଆସି କହିଲେ, ମା ତାରାଦେବୀଙ୍କୁ ତୋ ବିଷୟରେ ପ୍ରଶ୍ନ ପଚାରି ଉତ୍ତର ପାଇଛି। ତତ୍ତ୍ୱଜ୍ଞାନ ଲାଭ କରିବାକୁ ହେଲେ ତୋତେ ସନ୍ନ୍ୟାସ ଗ୍ରହଣ କରିବାକୁ ହେବ। ଏ ପଥରେ ତତ୍ତ୍ୱଜ୍ଞାନ ଲାଭ ହେବ ନାହିଁ। ନଳିନୀକାନ୍ତ ହୃଷ୍ଟ ଚିତ୍ତରେ କହିଲେ, ତାହା ହେଲେ ମୋତେ ସନ୍ନ୍ୟାସ ଦିଅନ୍ତୁ। ବାମାକ୍ଷେପା ଉତ୍ତର ଦେଲେ, ବତ୍ସ, ତୋତେ ଶଙ୍କର ସମ୍ପ୍ରଦାୟଭୁକ୍ତ ସନ୍ନ୍ୟାସୀ ହେବାକୁ ପଡ଼ିବ। ମୁଁ ଅବଧୂତ ସନ୍ନ୍ୟାସୀ, ସୁତରାଂ ମୋ ଦ୍ୱାରା ଏହା ହୋଇପାରିବ ନାହିଁ। ତୁ ଜ୍ଞାନୀଗୁରୁ ଅନୁସନ୍ଧାନ କର, ଅଚିରେ ତୋର ମନୋବାସନା ପୂର୍ଣ୍ଣ ହେବ। ମା ତୋ ଦ୍ୱାରା ବହୁତ କାର୍ଯ୍ୟ କରାଇବେ। ଏହା କହି ବାମାକ୍ଷେପା ଶିଷ୍ୟଙ୍କୁ ସଙ୍ଗରେ ଧରି ନାନା ଆଡ଼େ ବୁଲାଇ କିପରି ଗୁରୁଲାଭ ହେବ, ମା ତାଙ୍କ ଦ୍ୱାରା କି କି ବିଷୟ କରାଇ ନେବାକୁ ଚାହାନ୍ତି ଓ ତାଙ୍କର ଭବିଷ୍ୟତ ଜୀବନ ବିଷୟରେ ଅନେକ ଗୁପ୍ତ କଥା କହିଲେ, ଯାହାକି ନଳିନୀକାନ୍ତଙ୍କ ପରବର୍ତ୍ତୀ ଜୀବନରେ ସଫଳ ହେଲା। ସଂସାର ତ୍ୟାଗ। ବାମାକ୍ଷେପାଙ୍କ ନିକଟରୁ ବିଦାୟ ନେଇ ନଳିନୀକାନ୍ତ କୁମିରା ଫେରିଆସି ଚାକିରିରୁ ଇସ୍ତଫା ଦେଇଦେଲେ ଏବଂ ପିତା, ଭ୍ରାତା ପ୍ରଭୃତି ଆତ୍ମୀୟ ସ୍ୱଜନମାନଙ୍କୁ କିଛି ନ ଜଣାଇ କାଶୀଧାମ ଯାତ୍ରା କଲେ। ମୁଁ କିଏ? ଏହି ତଥ୍ୟର ତତ୍ତ୍ୱ ଉଦ୍ଘାଟନ କରିବା ସକାଶେ ସେ ପାଗଳପ୍ରାୟ ହୋଇଥିଲେ। ସୁତରାଂ କୌଣସି ସାଂସାରିକ ବନ୍ଧନ ତାଙ୍କୁ ସଂକଳ୍ପଚ୍ୟୁତ କରିପାରିଲା ନାହିଁ। ମାତ୍ର ଏ ସମ୍ବାଦ ପାଇ ଆତ୍ମୀୟ ସ୍ୱଜନମାନେ ଅତ୍ୟନ୍ତ ଅଧୀର ହୋଇ ପଡ଼ିଲେ। ପିତା ଭୁବନ ମୋହନଙ୍କ ମସ୍ତକରେ ଯେପରି ବଜ୍ରପାତ ହେଲା।
ପୁତ୍ରର ଶାନ୍ତ ସ୍ୱଭାବ, ମଧୁର ବ୍ୟବହାର, ପିତାଙ୍କ ପ୍ରତି ଅଚଳା ଭକ୍ତି ଗୋଟିକ ପରେ ଗୋଟିଏ ତାଙ୍କ ଆଖିରେ ଭାସି ଉଠିଲା। ପୁତ୍ର ସନ୍ନ୍ୟାସ ଜୀବନର କଠୋରତା କିପରି ସହ୍ୟ କରିବ, ଏହା ଭାବି ପିତାଙ୍କ କୋମଳ ହୃଦୟ ଅସହ୍ୟ ବେଦନାର ମୁହ୍ୟମାନ ହେଲା। ବୃଦ୍ଧ ବାଳକ ପରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଆତ୍ମୀୟ ସ୍ୱଜନମାନେ ବୃଦ୍ଧଙ୍କୁ ନାନା ପ୍ରକାର ସାନ୍ତ୍ୱନା ଦେଲେ ଓ ନଳିନୀକାନ୍ତଙ୍କ ସନ୍ଧାନ ନେବାକୁ ଚାରିଆଡ଼କୁ ଲୋକ ପଠାଇଲେ। କାଶୀ ଯାତ୍ରା। କାଶୀ ଧାମରେ ଉପସ୍ଥିତ ହୋଇ ନଳିନୀକାନ୍ତ ଶଙ୍କର ସମ୍ପ୍ରଦାୟଭୁକ୍ତ ସନ୍ନ୍ୟାସୀମାନଙ୍କ ସହିତ ସନ୍ନ୍ୟାସର ସାର୍ଥକତା ସମ୍ବନ୍ଧରେ ଆଲୋଚନା କଲେ। ସେତେବେଳେ କାଶୀରେ କୃଷ୍ଣାନନ୍ଦ ସ୍ୱାମୀଙ୍କର ପ୍ରଭାବ ଓ ପ୍ରତିପତ୍ତି ଖୁବ୍ ବେଶୀ ଥିଲା। ନଳିନୀକାନ୍ତ ତାଙ୍କ ସହିତ ପରିଚିତ ହୋଇ ସନ୍ନ୍ୟାସ ଗ୍ରହଣ ସମ୍ବନ୍ଧରେ ଆଲୋଚନା କରିବାକୁ ଲାଗିଲେ। କୃଷ୍ଣାନନ୍ଦ ସ୍ୱାମୀ ନଳିନୀକାନ୍ତଙ୍କୁ ବିଶେଷ ସ୍ନେହ କଲେ ଓ ତାଙ୍କ ଭିତରେ ଅସାମାନ୍ୟ ପ୍ରତିଭା ଥିବାର ବ୍ୟକ୍ତ କଲେ। ଠିକ୍ ଏହି ସମୟରେ ନଳିନୀକାନ୍ତ ଜାଣିପାରିଲେ ଯେ ତାଙ୍କର ଆତ୍ମୀୟ ସ୍ୱଜନ ତାଙ୍କୁ କାଶୀଧାମରେ ଖୋଜୁଛନ୍ତି। ସୁତରାଂ ତାଙ୍କ ପକ୍ଷରେ ଆଉ କାଶୀରେ ରହିବା ଯୁକ୍ତିଯୁକ୍ତ ବୋଧ ନ ହେବାରୁ ସେ ବୃନ୍ଦାବନ ଯାତ୍ରା କଲେ। ଯାଦୁବିଦ୍ୟା ଶିକ୍ଷା। ବୃନ୍ଦାବନକୁ ଆସି ନଳିନୀକାନ୍ତ ଜଣେ ବୈଷ୍ଣବ ବାବାଜୀଙ୍କ ଘରେ ଆଶ୍ରୟ ନେଇ ଗୁରୁ ଅନ୍ୱେଷଣରେ ପ୍ରବୃତ୍ତ ହେଲେ। ଯୁବକ ବୟସ, ସୁନ୍ଦର ସୁଶ୍ରୀଯୁକ୍ତ ଶରୀର ଓ ଏଥିରେ ସ୍ୱାମୀମାନଙ୍କ ଦୃଷ୍ଟି ଆଡ଼କୁ ଆକୃଷ୍ଟ ହେଲା। ପ୍ରକୃତ ଜ୍ଞାନୀଗୁରୁଙ୍କ ସନ୍ଧାନ ବୃନ୍ଦାବନରେ ମଧ୍ୟ ମିଳିଲା। ତଥାକଥିତ ସାଧୁମାନେ ନାନା ପ୍ରକାର ଭୋଜବିଦ୍ୟା, ଯାଦୁବିଦ୍ୟା, ରୋଗ ନିରାମୟକାରିଣୀ ମନ୍ତ୍ରାଦି, ତପ୍ତ ତୈଳରେ ହସ୍ତପଦ ବୁଡ଼ାଇବା, ପାଉଁଶରୁ ଚିନି ପରିଣତ କରିବା, ଲୁହାକୁ ସୁନାର ରୂପ ଦେବା, ଅଗ୍ନି ନିର୍ବାପନ କରିବା, ସର୍ପଦଂଶନ ନିଷ୍ଫଳ କରିବା, ବୃକ୍ଷ ଶିର ଅବନତ କରି ପ୍ରଭୃତି କୌଶଳମାନ ଉପଯାଚକ ହୋଇ ତାଙ୍କୁ ଶିକ୍ଷା ଦେବାକୁ ଲାଗିଲେ। ନଳିନୀକାନ୍ତ ମଧ୍ୟ କୌତୂହଳ ପରବଶ ହୋଇ ଏସବୁ ଶିକ୍ଷା କଲେ। କିନ୍ତୁ ପରେ ଏଥିପ୍ରତି ତାଙ୍କର ଧିକ୍କାର ଆସିଲା। ସେ ମନରେ ଭାବିଲେ, କାହିଁକି ଏଗୁଡ଼ାକ ଶିକ୍ଷା କଲି? ଏହା ସହିତ ଆଧ୍ୟାତ୍ମିକ ତତ୍ତ୍ୱର ସମ୍ବନ୍ଧ ବା କ'ଣ? ଏହିପରି ସମୟରେ ଦିନେ ତାଙ୍କର ଆଶ୍ରୟଦାତା ବୈଷ୍ଣବ ବାବାଜୀ ନଳିନୀକାନ୍ତଙ୍କୁ ଡାକି କହିଲେ, ତାଙ୍କ ସହିତ ନିଜର ଅବିବାହିତ କନ୍ୟାଟିକୁ ବିବାହ ଦେବାକୁ ତାଙ୍କର ଇଚ୍ଛା ହେଲା। ନଳିନୀକାନ୍ତ ବାବାଜୀଙ୍କ ଉକ୍ତ ଅଯାଚିତ ଦାନ ଗ୍ରହଣ କରିବାକୁ ଅନିଚ୍ଛୁକ ହୋଇ ସେଠାରୁ ପଳାଇ ଆସିଲେ। ଅନାହାରୀ ସାଧୁ। ନଳିନୀକାନ୍ତ ନାନା ସ୍ଥାନ ଭ୍ରମଣ କରି ସାଧୁମାନଙ୍କ ସହିତ ମିଶି ଯେଉଁ ଅଭିଜ୍ଞତା ଅର୍ଜନ କଲେ, ସେଥିରେ ତାଙ୍କର ହୃଦୟ ନୈରାଶ୍ୟରେ ପୂର୍ଣ୍ଣ ହେଲା। ଥରେ ସେ ଆଉ ଜଣେ ସନ୍ନ୍ୟାସୀଙ୍କୁ ଭେଟିଲେ। ଉକ୍ତ ସନ୍ନ୍ୟାସୀଙ୍କର ବିଶେଷତ୍ୱ ହେଲା ଯେ ସେ କିଛି ଆହାର ନ କରି ଜୀବନ ଧାରଣ କରିପାରନ୍ତି। ଏହା କଥା ଶୁଣି ଓ ତାଙ୍କର ବାହ୍ୟିକ ଆଚରଣ ଦେଖି ନଳିନୀକାନ୍ତ ତାଙ୍କ ପ୍ରତି ଦୃଷ୍ଟି ଆକୃଷ୍ଟ ହୋଇପଡ଼ିଲେ। ତାଙ୍କ ନିକଟରେ ରହି ଭୃତ୍ୟ ପରି ସେବା କରିବାକୁ ଲାଗିଲେ। ଦିନ ତମାମ ସେ ଲକ୍ଷ୍ୟ କଲେ ଯେ ସନ୍ନ୍ୟାସୀ ଆଦୌ ଆହାର କରୁନାହାନ୍ତି। ମାତ୍ର ଦିନେ ରାତିରେ ନଳିନୀକାନ୍ତଙ୍କର ହଠାତ୍ ନିଦ୍ରାଭଙ୍ଗ ହେବାରୁ ଅପର ପାର୍ଶ୍ୱସ୍ଥ ଗୃହ ମଧ୍ୟରେ ସନ୍ନ୍ୟାସୀ ଆହାର କରୁଥିବାର ସେ ଦେଖିଲେ। ଏଥିରେ ତାଙ୍କ ପ୍ରାଣରେ ଭୀଷଣ ଆଘାତ ଲାଗିଲା। ସେ ଭାବିଲେ, ମୋ କର୍ମରେ କ'ଣ ଏହିପରି ବିଡ଼ମ୍ବନା ଥିଲା? ଏ ଘଟଣା ପରେ ନଳିନୀକାନ୍ତ ଲୁଗାପଟା ଧରି ସେଠାରୁ ବାହାରିଲେ। ସନ୍ନ୍ୟାସୀ କହିଲେ, କିହେ, ସାଧୁ ହେବା କ'ଣ ଏତିକିରେ ଶେଷ ହେଲା? ଏ କଥା ଶୁଣି ନଳିନୀକାନ୍ତ ବିଶେଷ କ୍ରୋଧାନ୍ୱିତ ହୋଇ କହିଲେ, ତୁମ ପରି ଭଣ୍ଡ ସାଧୁ ପାଖରେ ରହି ଲାଭ କ'ଣ? ଚେଲାମାନେ ତାଙ୍କ କଥା ଶୁଣି ଉତ୍ତେଜିତ ହେବାରୁ ନଳିନୀକାନ୍ତ ପୂର୍ବ ରାତ୍ରିରେ ସାଧୁଙ୍କର ଖାଇବା କଥା ସମସ୍ତେ ପ୍ରକାଶ କରିଦେଲେ। ଏଥିରେ ଚେଲାମାନେ ବିଶେଷ ଲଜ୍ଜିତ ହୋଇ ନୀରବ ରହିଲେ। ଏହିପରି ନାନା କ୍ଷେତ୍ରରେ ବିଡ଼ମ୍ବିତ ହୋଇ ହରିଦ୍ୱାର, କନଖଲ, ଋଷିକେଶ ପ୍ରଭୃତି ନାନା ତୀର୍ଥ ଭ୍ରମଣ କରି ଗୁରୁଙ୍କ ଅନୁସନ୍ଧାନ ଉଦ୍ଦେଶ୍ୟରେ ସେ ଅନେକ ସାଧୁଙ୍କ ସଂସର୍ଗରେ ଆସିଥିଲେ। କେଉଁ ସାଧୁ ପ୍ରଚୁର ପରିମାଣରେ ଖାଆନ୍ତି, କିଏ ବା ଆଦୌ ଖାଆନ୍ତି ନାହିଁ, କିଏ 7 ଦିନ ଅନ୍ତରରେ ଭୋଜନ କରନ୍ତି, କିଏ ସାରାଦିନ ଖରାରେ ଠିଆ ହୋଇ ରହିପାରନ୍ତି, କିଏ ବା ଖୁବ୍ ଶୀତ ସହ୍ୟ କରିପାରନ୍ତି, କିଏ ଏକ ପାଦରେ ଠିଆ ହୋଇ ରହିପାରନ୍ତି। ଏସବୁ ତାନ୍ତ୍ରିକମାନଙ୍କର ଭୀତିପ୍ରଦ ବିଭତ୍ସ ଆଚରଣ ଦେଖି ଶେଷରେ ପ୍ରକୃତ ସାଧୁ ଜୀବନ ପ୍ରତି ମଧ୍ୟ ତାଙ୍କର ବିତୃଷ୍ଣା ଜାତ ହେଲା। ଜ୍ୟୋତିର୍ମୟ ଜଗତ। କିଛି ଦିନ ଏହିପରି ଭାବରେ ଅତିବାହିତ କରିବା ପରେ ଦିନେ ହଠାତ୍ ନଳିନୀକାନ୍ତଙ୍କୁ ସାରା ଜଗତର ଜ୍ୟୋତିର୍ମୟ ଦେଖାଗଲା। ଯେଉଁ ଆଡ଼କୁ ଚାହିଁଲେ ସେଆଡ଼େ ସୁନାରଙ୍ଗ ଭଳି ଦିଶିଲା। ରାତ୍ରିରେ ଶୋଇଲେ ମଧ୍ୟ ସବୁଆଡ଼େ ଦିନ ପରି ସୁନାରଙ୍ଗ ଦେଖାଗଲା। ଆଖି ବୁଜିଲେ ଜଗତ ଯେପରି ଦେଖାଗଲା, ଆଖି ମେଲା କଲେ ମଧ୍ୟ ସେହିପରି ଦେଖାଗଲା। ତେଣୁ ଦିନ ରାତି କେତେବେଳକୁ ହୁଏ ସେ କିଛି ବୁଝିପାରିଲେ ନାହିଁ। ତାଙ୍କୁ ଜଗତଟା ଏକ ପ୍ରକାର ସୁନ୍ଦର ବୋଧ ହେଲା। ଏହିପରି ଅବସ୍ଥାରେ ସେ ପୁଣି କାଶୀ ଯାତ୍ରା କଲେ। କାଶୀରେ ଉପସ୍ଥିତ ହୋଇ ସେ ଦେଖିଲେ ସମସ୍ତ ସ୍ୱର୍ଣ୍ଣମୟ। ସୁନାର କାଶୀ ବାସ୍ତବିକ ସ୍ୱର୍ଣ୍ଣବର୍ଣ୍ଣ।
ଏହିପରି କିଛି ଦିନ ହେଲା ପରେ ଅବସ୍ଥାଟା ତାଙ୍କୁ ବଡ଼ ଖରାପ ଲାଗିଲା। ଯେତେ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କର ଏ ଅବସ୍ଥା ଗଲା ନାହିଁ। ଦିନେ ମଣିକର୍ଣ୍ଣିକା ଘାଟରେ ଜଣେ ସାଧୁଙ୍କ ପାଦ ଛୁଇଁ ପ୍ରଣାମ କରିବା ସଙ୍ଗେ ସଙ୍ଗେ ତାଙ୍କର ଏ ଅବସ୍ଥା ହଠାତ୍ ଦୂର ହୋଇଗଲା। ଏହାକୁ ସାଧୁଙ୍କର ମାହାତ୍ମ୍ୟ ବୋଲି ବୁଝିପାରି ନଳିନୀକାନ୍ତ ସେ ସାଧୁଙ୍କ ଏହି ଅବସ୍ଥାର କାରଣ ପଚାରିଲେ। ମାତ୍ର ସାଧୁ କୌଣସି ଉତ୍ତର ଦେଇ ନ ପାରିବାରୁ ତାଙ୍କର ମନ ବିଶେଷ ଖରାପ ହେଲା। ସେ ପରବର୍ତ୍ତୀ କାଳରେ ଜାଣିଲେ ଯେ ନିଜ ଗୁରୁଙ୍କ ବ୍ୟତୀତ ଅନ୍ୟ ସନ୍ନ୍ୟାସୀମାନଙ୍କ ଦୂରରୁ ପ୍ରଣାମ କରିବା ଉଚିତ। ପାଦ ଛୁଇଁ ପ୍ରଣାମ କଲେ ଭଲ ବା ମନ୍ଦ ହୋଇପାରେ। ତତ୍ପରେ ସେ ନାନା ସ୍ଥାନରେ ଗୁରୁ ଅନ୍ୱେଷଣ କରିବାକୁ ଲାଗିଲେ। ମଝିରେ ମଝିରେ 2-3 ଦିନ ପର୍ଯ୍ୟନ୍ତ କିଛି ଖାଇବାକୁ ମିଳେ ନାହିଁ। କେତେଥର କ୍ଷୁଧା ସମ୍ଭାଳି ନ ପାରି ସେ କାଦୁଅ ଖାଇ ପାଣି ପିଇ ରହିଛନ୍ତି। ସେତେବେଳେ ତାଙ୍କର ଦେହ ପ୍ରତି ଆଦୌ ନଜର ନଥିଲା। ମୁଣ୍ଡରେ ବାଳ ସବୁ ଜଟା ବାନ୍ଧି ଯାଇଥିଲା। ଧୂଳି ମାଟି ଲାଗି ମୁଣ୍ଡର ବାଳ ଏପରି ହୋଇଯାଇଥିଲା ଯେ ଲୋକେ ଦେଖିଲେ ତାଙ୍କୁ ପାଗଳ ବୋଲି ମନେ କରୁଥିଲେ। ଜୟଗୁରୁ। ନିଗମ ଜୀବନୀ। ଜୟଗୁରୁ। ପରବର୍ତ୍ତୀ ଅଧ୍ୟାୟ ଜ୍ଞାନୀ ଗୁରୁ ପ୍ରାପ୍ତି। ଜୟଗୁରୁ।